Good morning everyone, Jai Jagannath, welcome to my channel. ଦେଖିପାରୁଥିବେ ଗାଁର ଦୃଶ୍ୟ। ମୁଁ ଆକ୍ଚୁଆଲି ଆସିଥିଲି ପାଖରେ ଥିବା ଗୋଟେ ଗାଁଟି ଯୋଉଠି ମୁଁ ରହୁଛି। ତ ପାଖରେ 3 କିଲୋମିଟର ପାଖାପାଖି ଗୋଟେ ଗାଁ ଅଛି, ପାହାଡ଼ ବି ଅଛି। ସେ ପାହାଡ଼କୁ ଆସିଥିଲି କିନ୍ତୁ ପାହାଡ଼କୁ ଯାଇପାରିଲି ନା। ପାହାଡ଼ ଆଉ 15ରୁ 20 ମିନିଟ୍ ଲାଗିବ ଯିବା ପାଇଁ, କିନ୍ତୁ ମୁଁ ଭାବିଲି କାଲି ଯିବି, ଆପଣଙ୍କୁ ନେକ୍ସଟ ବ୍ଲଗରେ ମିଳିବ। କିନ୍ତୁ ଦେଖନ୍ତୁ କେତେ ସୁନ୍ଦର ଜାଗା, ଆଉ ଏନ୍ଜୟ କରନ୍ତୁ କେମିତି ଲାଗୁଛି। କାଲି ଆପଣଙ୍କୁ ପୁରା ବୁଲେଇବି। ତେବେ ମୁଁ ଆସି ସାରିଲିଣି ସେ ଜାଗାରୁ, ଆଉ ଟିକେ ସମୟ କଥା ବି ଆପଣଙ୍କ ସହିତ। କ'ଣ ମୁଁ କହିବାକୁ ଚାହୁଁଛି କି ମୁଁ ଯେଉଁ ପାହାଡ଼ ପାଇଁ ଯାଇଥିଲି, ପାହାଡ଼ ଯାଇପାରିଲି ନା। କାଲି ମୁଁ ପାହାଡ଼କୁ ଯିବି। ଆଉ ଏବେ ମୁଁ ଯାଇଥିଲି ଆପ୍ରୋକ୍ସିଲି 7 କିଲୋମିଟର, ଯିବା 3.5 ଆସିବା 3.5 ଆପ୍ରୋକ୍ସିଲି ହେଇଯିବ। ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରିବି ଡେଲି ୱାକିଂ କରନ୍ତୁ। ଏକ୍ସରସାଇଜ ଅଲଗା କରନ୍ତୁ ନା କରନ୍ତୁ, କିନ୍ତୁ ୱାକିଂ ଏକ୍ସରସାଇଜ କରନ୍ତୁ, ସେଇଟା ଭଲ କଥା। ଦୋସ୍ତ ମୁଁ ରେଡି ହେଇଛି, ଗାଧୋଇ ସାରିଲା ପରେ ଦେଖନ୍ତୁ ଏବେ ଆମେ ମନ୍ଦିର ଯିବା। ତେବେ ଚାଲନ୍ତୁ ମୋ ସାଙ୍ଗେ ମନ୍ଦିର। ମୁଁ ଆସିକି ମନ୍ଦିର ପାଖରେ ପହଞ୍ଚିଗଲି। ଦେଖିପାରୁଥିବେ ସାମ୍ନାରେ ମନ୍ଦିର ଅଛି। ଆମେ ଏବେ ଭିତରକୁ ଯାଉଛୁ, ମନ୍ଦିର ଭିତରକୁ ପୂଜା କରିବି। ଆଉ ଦେଖେଇବି, ଭିତର ବି ଦେଖେଇବି ମନ୍ଦିର। ଥରେ ଦେଖେଇଥିଲି ଆଗରୁ, ଆଉ ଥରେ ଭଲସେ ଦେଖେଇଦେବି ଆଜି। ଦେଖିବେ ପୁରା ମନ୍ଦିର ବୁଲିକି। ଏଠି ଗୋଡ଼ ଧୋଇ ପାରିବେ। ମନ୍ଦିର ପହଞ୍ଚିଲା ପରେ ଏବେ ମୁଁ ଦର୍ଶନ କରୁଛି। ଚାଲନ୍ତୁ ବୁଲିବା। ଏଠାରେ ପ୍ରବେଶ କରିବା ମାତ୍ରେ ମନ ବହୁତ ଶାନ୍ତ ଅନୁଭବ କରୁଛି। ମନ୍ଦିରର ପରିବେଶ ଅତ୍ୟନ୍ତ ଶୁଦ୍ଧ, ଶାନ୍ତିପୂର୍ଣ୍ଣ ଏବଂ ପରମ ପବିତ୍ର ଭାବରେ ପରିପୂର୍ଣ୍ଣ। ମନେ ହୁଏ ଯେଉଁପରି ଜୀବନର ସମସ୍ତ ଦୁଃଖ କ୍ଷୋଭ ଏଠି ପହଞ୍ଚିଲା ପରେ ଶାନ୍ତ ହୋଇଯାଏ। ମନ୍ଦିର କେବଳ ଏକ ପୂଜାସ୍ଥଳ ନୁହେଁ, ଏହା ମନ ଓ ଆତ୍ମା ପାଇଁ ଏକ ଶୁଦ୍ଧିକରଣ ସ୍ଥାନ। ଦେଖିପାରୁଥିବେ ମନ୍ଦିରର ପରିସର, ବିଭିନ୍ନ ପ୍ରକାର ଗଛ, ଯେମିତି ଲାଗୁଛି ମୁଁ ସ୍ୱର୍ଗରେ ଅଛି। କେତେ ଶାନ୍ତ, ବହୁତ ଶାନ୍ତି ଲାଗୁଛି। ଆମେ ଏବେ ଘରକୁ ଯାଉଛୁ ଆଉ ମନ୍ଦିରରୁ। ତେବେ ଭାବୁଛି ଏଇଠୁ ଭିଡ଼ିଓକୁ ସମାପ୍ତ କରିବା ଆଜି ପାଇଁ। ଛୋଟ ଭିଡ଼ିଓ ବନାଇଥିଲି, ଆପଣଙ୍କ ସହିତ କାଲି କଥା ହେବି। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ସବସ୍କ୍ରାଇବ୍ କରନ୍ତୁ, ଆଉ କମେଣ୍ଟ ବି କରନ୍ତୁ। ଆପଣଙ୍କୁ ଭଲ ଲାଗୁଛି ଖରାପ ଲାଗୁଛି କମେଣ୍ଟ ଜଣାନ୍ତୁ। ଆଉ ଭବିଷ୍ୟତରେ ମୁଁ ଆପଣଙ୍କ ପାଇଁ ଭଲ ଭଲ ଭିଡ଼ିଓ ଆଣିବି, ଆପଣମାନେ ବିଶ୍ୱାସ କରନ୍ତୁ। ଜୟ ଜଗନ୍ନାଥ, ଜୟ ହିନ୍ଦ।